ପୁରସ୍ତମପୁର ବଡ଼ଶଙ୍ଖ ନିକଟରେ ବାଇକ୍ ଦୁର୍ଘଟଣା ବେଳେ ଟ୍ରକ୍ ଚକ ମାଡ଼ି ମହିଳା ମୃତ, ଝିଅ ଆହତ। ପୁରସ୍ତମପୁର ଗଞ୍ଜାମ ଆଜି ରାତ୍ର 8:30 ଘଣ୍ଟା ସମୟରେ ପୁରସ୍ତମପୁର ବଦଶଙ୍ଖ ନିକଟରେ ଘଟିଛି ଏକ ଦୁଃଖଦ ଘଟଣା, ଯେଉଁଥିରେ କି ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇ ପୁରସ୍ତମପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ମହିଳା ଓ ଆହତ ଝିଅକୁ ମେଡିକାଲରେ ଭର୍ତ୍ତି କରିଛି। ସୂଚନା ଅନୁସାରେ କୋଦଳା ଥାନା ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଖୁଣ୍ଟିଆ ତୋଟା ନିକଟ ସାରୁବନ୍ଧା ଗ୍ରାମର ପ୍ରାଥମିକ ଶିକ୍ଷକ ଥିବା ଗୁରୁବାରିଆ ଶବର ଆଜି ବ୍ରହ୍ମପୁର ନିକଟ ଗାରବନ୍ଧ ଥାନାର ବୁରୁଗାଁ ଶ୍ୱଶୁର ଘରକୁ ଯାଇ ସେଠାରେ ଥିବା ନିଜର ସ୍ତ୍ରୀ, ପୁଅ, ଝିଅକୁ ଧରି ଗାଁକୁ ନିଜ ହୋଣ୍ଡା ୟୁନିକର୍ଣ୍ଣ ବାଇକ୍ରେ ଆଜି ରାତ୍ର 8:30 ସମୟରେ ପୁରସ୍ତମପୁର ସହର ରାସ୍ତା ଦେଇ ଗାଁକୁ ଫେରୁଥିବା ବେଳେ ପୁରସ୍ତମପୁର ସହର ଉପକଣ୍ଠ ବଡ଼ଶଙ୍ଖ ନିକଟରୁ କିଛି ଦୂରରେ ରାଜ୍ୟ ରାଜରାସ୍ତା ଉପରେ ପାଣି ପାଇପ୍ ବିଛାଇବା ପାଇଁ ଖୋଳାଯାଇଥିବା ମାଟି ଗଦା ଆଜି ବର୍ଷା ଯୋଗୁଁ ବାଇକ୍ ଖସିଯିବାରୁ ବାଇକ୍ରେ ବସିଥିବା ସୁଷମା ଶବର 29 ବର୍ଷ ତଳେ ପଡ଼ିଯାଇଥିଲେ। ଏତିକିବେଳେ ଭୂତସରସିଙ୍ଗି ପଟରୁ ଆସୁଥିବା ବାଲିଆ ଗ୍ରାମର OD 07 AP 4940 ଆଇଚର ଟ୍ରକ୍ଟି ଦ୍ରୁତଗତିରେ ଆସି ବାଇକ୍ରୁ ଖସିଥିବା ମହିଳା ସୁଷମାଙ୍କ ମୁଣ୍ଡ ଉପରେ ଚକା ମାଡ଼ି ଘୋଷାଡ଼ି ନେଇଥିବାରୁ ସୁଷମାର ହାତଟି ଦେହରୁ କଟି ଯାଇଥିବା ବେଳେ ମୁଣ୍ଡଟି ଫାଟି ଦହି ବାହାରି ଯାଇଥିଲା ଏବଂ ଘଟଣାସ୍ଥଳରେ ହିଁ ସୁଷମା ମୃତ୍ୟୁବରଣ କରିଥିଲେ। ହେଲେ ବାଇକ୍ରେ ବସିଥିବା 6 ବର୍ଷର ଝିଅ ଇଭାନ ଜେଲି ଶବରଙ୍କ ମୁଣ୍ଡରୁ ଶକ୍ତ ଆଘାତ ଲାଗୁଥିଲା। ଘଟଣା ଦେଖି ସେଠାକାର କୈଳାସ ଚନ୍ଦ୍ର ସେଠୀ ଟ୍ରକ୍କୁ ଅଟକାଇଥିଲେ। ପୋଲିସ IICକୁ କୁଳମଣି ସେଠୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳକୁ ଯାଇ ଦମକଳ ବାହିନୀ ଓ ପୋଲିସ କର୍ମଚାରୀଙ୍କ ସହାୟତାରେ ଶବକୁ ଜବତ କରି ପୁରସ୍ତମପୁର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ତେବେ ଜନସ୍ୱାସ୍ଥ୍ୟ ବେପାରୁଆ ଯୋଗୁଁ ସେହି ସ୍ଥାନରେ 3ଟି ଦୁର୍ଘଟଣା ଘଟିଛି। ଗଞ୍ଜାମ ଜିଲ୍ଲା ପ୍ରତିନିଧି ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍। से गाड़ी छाड़